ଆଜିର ରାଶିଫଳ 16 ଡିସେମ୍ବର ମଙ୍ଗଳବାର। ଶୁଭ ସକାଳ ଫ୍ରେଣ୍ଡସ୍। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ଚନ୍ଦ୍ର ତୁଳା, ଅହରାତ୍ର, ନକ୍ଷତ୍ର ସ୍ୱାତି, ଦିବା 2ଟା 9 ଗତେ ବିଶାଖା, ତିଥି ଦ୍ୱାଦଶୀ ରାତ୍ରି 11ଟା 57 ଗତେ ତ୍ରୟୋଦଶୀ, ଯୋଗ ଅତିଖଣ୍ଡ, ଦିବା 1:22 ଗତେ ସୁକର୍ମା। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 14, ସୂର୍ଯ୍ୟାସ୍ତ ସମୟ 5ଟା 10। ଆଜିର ଶୁଭ ସମୟ 6ଟା 17 ରୁ 7ଟା1, 9ଟାରୁ 11ଟା 20, 5ଟା 6 ରୁ 6ଟା 45, 8ଟା 30 ରୁ 8ଟା 37। ଏହି ସମୟରେ ଯେକୌଣସି କାମ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜିର ରାହୁ କାଳ 2ଟା 24 ରୁ 3ଟା 45, 1:03 ରୁ 2ଟା 24, 7ଟା 38 ରୁ 9ଟା। ଏହି ସମୟରେ କୌଣସି ବି ଶୁଭ କାମ କରନ୍ତୁ ନାହିଁ। ଆଜି ପୁଇ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟର ହାତ ବଢ଼ିବା ପାଇଁ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଲ ରଙ୍ଗ। ଆପଣ ଆଜି ଗଣେଶ ଭଗବାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କର ସାହସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବ। ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି, ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କ ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଧଳା ରଙ୍ଗ। ଆପଣ ଆଜି ବଜରଙ୍ଗ ବାଣୀ ଶୁଣନ୍ତୁ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣଙ୍କ ଆତ୍ମୀୟମାନେ ଆପଣଙ୍କୁ ସାହାଯ୍ୟ କରିବେ। ସେମାନେ ଛୋଟ ଛୋଟ ଚେଷ୍ଟା ଆପଣ ମନକୁ ଛୁଇଁଯିବ। ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ଏମାନଙ୍କୁ କୃତଜ୍ଞତା ଜଣାଇବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ କମଳା ରଙ୍ଗ। ଆପଣ ଆଜି ରକ୍ଷାସୂତ୍ର ଶୁଣନ୍ତୁ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି, ସେଥିପାଇଁ ଆପଣଙ୍କୁ ମିଳିଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ସାହାଯ୍ୟ କରିବ। ଆପଣ ଏହାଦ୍ୱାରା ଜାଣିଶୁଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ପୁତ୍ରମାନେ ଆଗେଇ ଆସିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଫିକା ହଳଦିଆ। ଆପଣ ଆଜି ଯାହା ବି ରୋଷେଇ କରୁଛନ୍ତି ଅଗ୍ନିରେ ପକାନ୍ତୁ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଧନ ଲାଭ ହେବ ସହ ଆପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ନିଜର ଚେଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ। ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ। ଆପଣ ଆଜି ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣ ଯେଉଁ ଲୋକଙ୍କ ସହିତ ଚାଲୁଛନ୍ତି, ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବ। କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତର କାରଣ ହୋଇଥିଲା, ସେମାନଙ୍କର ଅଶାନ୍ତର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ଓଁ ନମଃ ଭଗବତେ ବାସୁଦେବାୟ ଜପ କରନ୍ତୁ। ସେହିଭଳି ଥିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ ମନେ କରିବେ ଯେ ଆପଣମାନଙ୍କର ସବୁ କାମ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତୀତ କରନ୍ତୁ। ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିଶା କରିବାର ସୁଯୋଗ ମିଳିବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ମହାଦେବଙ୍କୁ ଗଙ୍ଗା ଜଳ ଅର୍ପଣ କରନ୍ତୁ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣ ଏହି ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ। ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ, କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ହନୁମାନ ଚାଳିଶା ଏବଂ ବଜରଙ୍ଗ ବାଣ ପାଠ କରନ୍ତୁ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣ ଖୁସି ବନେଇବା ପାଇଁ କିମ୍ବା ବ୍ୟବସାୟୀ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି, କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବାର ସଂକେତ ଅଛି। ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନା ପରିବର୍ତ୍ତନ କରିପାରନ୍ତି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର। ଆପଣ ଆଜି ଶ୍ରୀରାମଙ୍କୁ ପୂଜା କରନ୍ତୁ, ଆଶୀର୍ବାଦ ମିଳିବ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଏହି ସମୟ ନିଜ ସାଙ୍ଗରେ କୌଣସି କଳିକଜିଆ ପଡ଼ନ୍ତୁ ନାହିଁ। ବୋଧହୁଏ ସମସ୍ତେ ଚିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। ପ୍ରତି କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଧଳା ରଙ୍ଗ। ଆପଣ ଆଜି ଗଣେଶ ଭଗବାନଙ୍କୁ ପୂଜା କରନ୍ତୁ ଏବଂ ଘୃଣୀ ଓ ସୂର୍ଯ୍ୟାୟ ନାମ ଜପ କରନ୍ତୁ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରିବେ। ମନେ ରଖ, ଜୀବନର ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ। ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଲ ରଙ୍ଗ। ଆପଣ ଆଜି ମହାଦେବଙ୍କୁ ଚନ୍ଦନ ଓ ଗଙ୍ଗା ଜଳ ଅର୍ପଣ କରନ୍ତୁ। ସେହିଭଳି ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ।
ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି, ଏହି ସମୟ ଆପଣ ନିଜେ କ୍ରୋଧକୁ ଆୟତ୍ତ ରଖିବାର ସମୟ ଅଟେ। ଆପଣ ଏହି ସମୟରେ ପୁରୁଣା ମିଠା ସ୍ମୃତିକୁ ମନେ ପକାଇ ପରସ୍ପରକୁ ଗୁରୁତ୍ୱ ଦେବା ଉଚିତ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ କମଳା ରଙ୍ଗ। ଆପଣ ଆଜି ମହାମୃତ୍ୟୁଞ୍ଜୟ ଜପ କରନ୍ତୁ ଏବଂ ବଜରଙ୍ଗ ବାଣ ଶୁଣନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ବେଲ୍ ଆଇକନ୍